वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। Everyone, welcome you to Way to M classes. ତ ପିଲାମାନେ ତୁମମାନଙ୍କ ପାଇଁ MCQ ସିରିଜ୍ 3 ଆସିସାରିଛି, ଯୋଉଟା ହେଉଛି ଟାର୍ଗେଟ OSTT, OTT, CTT ଆପଣ ଏନି ଟିଚର ରିକ୍ରୁଟମେଣ୍ଟ ଟେଷ୍ଟରେ ଆପଣଙ୍କର ଯେକୌଣସି କ୍ୱେଶ୍ଚନ୍ ଆସୁଛି, ଆଜିକାର ଯୋଉ କଣ୍ଟେଣ୍ଟ ରହିଛି ପାଭଲୋଭ୍ସ ଥିଓରି ଆଉ ଥର୍ଣ୍ଡାଇକ୍ ଥିଓରିର MCQ ଆସିଥାଏ। ଆପଣ ଯେକୌଣସି ଏକ୍ଜାମ ଦଉଛନ୍ତି ଲର୍ଣ୍ଣିଂ ଥିଓରିରୁ କ୍ୱେଶ୍ଚନ୍ ଆସିଥାଏ। ତ ଆଗାମୀ ଦିନରେ ଆହୁରି MCQs ଆସିବ, ତ ଆପଣ ଏଇ MCQ ସିରିଜ୍ ଗୁଡ଼ିକ ଦେଖି ଚାଲନ୍ତୁ। ୟା ପୂର୍ବରୁ MCQ ସିରିଜ୍ 1 ଟୁ ଅଲରେଡି ଅପଲୋଡ୍ ଅଛି ଚ୍ୟାନେଲର ପ୍ଲେଲିଷ୍ଟ ଆପଣ ଯାଇ ଚେକ୍ କରିପାରିବେ। ତ ଆଜିକାର ଯୋଉ କ୍ଲାସଟି ରହିଛି ଆପଣ ଓନ୍ଲି ପାଭଲୋଭ୍ସ ଥିଓରି ଆଉ ଥର୍ଣ୍ଡାଇକ୍ ଥିଓରିର MCQs ଡିସ୍କସ୍ କରାଯିବ। ଆପଣଙ୍କର ଇନ୍ ଡେପ୍ଥ ଡିସ୍କସ୍ କରାଯିବ, କାହିଁକିନା ଆପଣଙ୍କର ଦେଖନ୍ତୁ ଆଗାମୀ ଦିନରେ ଯୋଉ କ୍ୱେଶ୍ଚନ୍ ଆସୁଥିଲା, ଯୋଉଟାକି ହେଉଛି ଭାରି ଇଜି କ୍ୱେଶ୍ଚନ୍ ଆସୁଥିଲା। ଆବେକା ଯୋଉ ସବୁ ଏକ୍ଜାମ ହେଉଛି, OSTT ହେଉଛି ବା OTT ହେଉଛି, ଏନି ଏକ୍ଜାମ ହେଉଛି ଟିଚର ରିକ୍ରୁଟମେଣ୍ଟ ରିଗାର୍ଡିଂ, ତ ଆପଣ ଏଲିଜିବଲ୍ ଟେଷ୍ଟ କୁହନ୍ତୁ ବା ରିକ୍ରୁଟମେଣ୍ଟ ହଉ, ସେଠି ଆପଣଙ୍କ ଟିକେ ଇନଡେପ୍ଥ କ୍ୱେଶ୍ଚନ୍ ଆସୁଛି। ତ ଇନଡେପ୍ଥ କ୍ୱେଶ୍ଚନ୍ ଆମେ ଆନାଲାଇଜ୍ କରିଦେଲେ ଆପଣ ଇଜି କ୍ୱେଶ୍ଚନ୍ ଗୁଡ଼ାକ ଆରାମସେ କରିପାରିବେ। ତ ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଥିବେ ତାହେଲେ ସବସ୍କ୍ରାଇବ୍ କରିନେବେ ଆଉ ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଅପଲୋଡ୍ ହେଉଛି ଆପଣ ସର୍ବପ୍ରଥମେ ନୋଟିଫିକେସନ୍ ମାଧ୍ୟମରେ ପାଇପାରିବେ। ତ ଆସନ୍ତୁ ପ୍ରଥମ କ୍ୱେଶ୍ଚନକୁ ଆମେ ଯିବା। ପ୍ରଥମ କ୍ୱେଶ୍ଚନଟି କ'ଣ କହୁଛି ଆମେ ଚେକ୍ କରିଦେବା। ହ୍ୱାଟ୍ ଇଜ୍ ଦ ପ୍ରାଇମେରୀ ଫୋକସ୍ ଅଫ୍ ପାଭଲୋଭ୍ସ କ୍ଲାସିକାଲ କଣ୍ଡିସନିଂ ଥିଓରି। ତ ଆପଣ ଥିଓରି ଗୁଡ଼ାକ ଯଦି ଜାଣିବା ପାଇଁ ଚାହୁଁଛନ୍ତି, ଏଇଟା MCQ ସିରିଜ୍ ଚାଲିଛି, ଆପଣ ଅଲରେଡି MCQsକୁ ଆସୁଛନ୍ତି ମାନେ ଆପଣ ଥିଓରି ଅଲରେଡି କମ୍ପ୍ଲିଟ୍ କରିକି ଆସିଥିବେ। ଯଦି ଆପଣ ଥିଓରି କମ୍ପ୍ଲିଟ୍ କରିନାହାନ୍ତି ତାହେଲେ ଆପଣ ଯାଇକି ଥିଓରି କମ୍ପ୍ଲିଟ୍ କରନ୍ତୁ। ୱିଦାଉଟ୍ ଥିଓରି କମ୍ପ୍ଲିଟ୍ ବା ଆପଣ କଣ୍ଟେଣ୍ଟ କମ୍ପ୍ଲିଟ୍ ନ କଲେ MCQs ବୁଝିପାରିବେନି। MCQs କେବେ ଘୋଷି ହୁଏନି, ଆପଣ ବୁଝିଲା ପରେ MCQsକୁ କରିପାରିବେ, କାହିଁକିନା ଏଇଟା ହେଉଛି ପେଡାଗୋଜି। ହଁ, ତ ୱେ ଅଫ୍ ଟିଚିଂ, କିପରି ଆମେ ପିଲାମାନଙ୍କୁ ପାଠ ପଢ଼େଇବେ, ସେଥିପାଇଁ ଆପଣଙ୍କୁ ପ୍ରଥମେ ତ କନସେପ୍ଟ କ୍ଲିୟର ହବାର ଅଛି, ତାପରେ ଆପଣ ଯାଇକି MCQsକୁ ଆସନ୍ତୁ। ଆଉ ଯଦି ଆପଣ କନସେପ୍ଟ କ୍ଲିୟର କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଚ୍ୟାନେଲର ପ୍ଲେଲିଷ୍ଟକୁ ଯିବେ, ପେଡାଗୋଜି କ୍ଲାସେସ୍ ଅଛି, ସେଠୁ ଆପଣଙ୍କର ଆଜିକା ଯୋଉ କ୍ଲାସେସ୍ ପାଭଲୋଭ୍ ଥିଓରି ହଉ, ଥର୍ଣ୍ଡାଇକ୍ ଥିଓରି ହଉ, ଆପଣ ସେଠୁ ଯାଇକି କ'ଣ କରିପାରିବେ, କ୍ଲାସ୍ ଗୁଡ଼ିକ କରିପାରିବେ। ତାପରେ MCQ ସିରିଜକୁ ଆସନ୍ତୁ, ଆପଣ ଆରାମସେ MCQs ଗୁଡ଼ାକ ଅଟୋମେଟିକାଲି କରିପାରିବେ। ତ ଆଶା କରୁଛି ଆପଣ କ୍ଲାସ୍ କରିକି ଆସନ୍ତୁ ହେଲା। ତ ହ୍ୱାଟ୍ ଇଜ୍ ଦ ପ୍ରାଇମେରୀ ଫୋକସ୍ ଅଫ୍ ଆଇଭାନ୍ ପାଭଲୋଭ୍ସ କ୍ଲାସିକାଲ କଣ୍ଡିସନିଂ ଥିଓରି। ତ କ୍ଲାସିକାଲ କଣ୍ଡିସନିଂ ଥିଓରିର ଯୋଉଟା କି ରହିଛି ପ୍ରାଇମେରୀ ଫୋକସ୍ କାହା ଉପରେ ଅଛି। ତ ଅପସନ୍ ଅଛି, ଆପଣମାନେ ଅପସନ୍କୁ ଦେଖିକି ରାଇଟ୍ ଅପସନ୍ ଚୁଜ୍ କରନ୍ତୁ। ପ୍ରଥମ ଅପସନ୍ ରହୁଛି ଆପଣମାନଙ୍କର ଦ ରୋଲ୍ ଅଫ୍ ରେନଫୋର୍ସମେଣ୍ଟ ଇନ୍ ଲର୍ଣ୍ଣିଂ। ତାପରେ ରହୁଛି ଦ ଇନଫ୍ଲୁଏନ୍ସ ଅଫ୍ ଅନକନସିୟସ୍ ଡିଜାୟାର ଅନ୍ ବିହେଭିୟର। ତାପରେ ରହୁଛି ଦ ଆସୋସିଏସନ୍ ବିଟୱିନ୍ ନ୍ୟୁଟ୍ରାଲ ଷ୍ଟିମୁଲସ୍ ଆଣ୍ଡ ଅନକଣ୍ଡିସନ୍ ଷ୍ଟିମୁଲସ୍। ହଁ, ଏଟା ଗୋଟେ ରହିଲା। ତାପରେ ରହିଲା ଦ ଡେଭଲପମେଣ୍ଟ ଅଫ୍ ଲାଙ୍ଗୁଏଜ ଇନ୍ ଚିଲଡ୍ରେନ୍। ତ ଲାଙ୍ଗୁଏଜ ବିଷୟରେ ତ ପାଭଲୋଭ୍ କିଛି କହିନାହାନ୍ତି, ଏ ନମ୍ ଚମ୍ସ୍କି ବା ଆପଣଙ୍କର ଅଲଗା ଥିଓରି ସବୁ ଅଛି। ଲାଙ୍ଗୁଏଜ ଏକ୍ୱିଜିସନ୍ ଡିଭାଇସ୍ ବିଷୟରେ ସେ କହିଛନ୍ତି ନମ୍ ଚମ୍ସ୍କି, ଏଠି ତ କିଛି ନାହିଁ। ତାପରେ ରହିଲା ଆପଣ ଏଠି ରହିଲା ଏ ନମ୍ବର ରହିଲା କ'ଣ, ଦ ରୋଲ୍ ଅଫ୍ ରେନଫୋର୍ସମେଣ୍ଟ ଇନ୍ ଲର୍ଣ୍ଣିଂ। ଏଠି ତ ରେନଫୋର୍ସମେଣ୍ଟ ବାବଦରେ କିଛି କୁହାଯାଇନାହିଁ ହେଲା। ତ ଇନଫ୍ଲୁଏନ୍ସ ଅଫ୍ ଅନକନସିୟସ୍ ଡିଜାୟାର ଅନ୍ ବିହେଭିୟର, ଅନକନସିୟସ୍ କନସିୟସ୍ ଏସବୁ ତ ଏଠି ବି କୁହାଯାଇନି। ଏ ତ ଆପଣଙ୍କର ହେଉଛି ଆପଣଙ୍କର ସିଗମଣ୍ଡ ଫ୍ରଏଡ୍, ତାଙ୍କର ସେଠି ଥିଓରିରେ ଅଛି କନସେପ୍ଟ ଗୁଡ଼ିକ। ତ ଏଠି ଆଉ ବାକି ରହିଲା କ'ଣ, ଏଗୁলো ସବୁ କାଟିଦେଲେ, ଏକୁ B ବି କାଟିଦେଲେ, D ବି କାଟିଦେଲେ, ଆପଣଙ୍କର ରହିଲା କ'ଣ ଏଲିମିନେଟ୍ ମେଥଡରେ। ତ ଆପଣଙ୍କର ଦେଖନ୍ତୁ ଏଠି ପାଭଲୋଭ୍ ଥିଓରି କ୍ଲାସିକାଲ କଣ୍ଡିସନିଂ ଥିଓରି କ'ଣ କୁହାଯାଇଛି, ଯେତେବେଳେ ଡଗ୍ ଉପରେ ଏକ୍ସପେରିମେଣ୍ଟ କରାଯାଇଛି, ତ ଆଗରୁ କ୍ୱେଶ୍ଚନ୍ ଆସୁଥିଲା ଡଗ୍ ଉପରେ, କିଏ ଏକ୍ସପେରିମେଣ୍ଟ କରିଛନ୍ତି, କ୍ଲାସିକାଲ କଣ୍ଡିସନ ଥିଓରି କିଏ ଦେଇଛନ୍ତି, ଆଇଭାନ୍ ପାଭଲୋଭ୍ ଦେଇଛନ୍ତି। ତ ଆପଣ ତ ଜେନେରାଲ ଜାଣିଛନ୍ତି, ତ ଭିତରୁ କ୍ୱେଶ୍ଚନ୍ କେମିତି ଆସିବ ସେଇଟାକୁ ଆମେ ଡିସ୍କସ୍ କରୁଛନ୍ତି ହେଲା। ତ ସେ କ'ଣ କହିଛନ୍ତି ନା, ବିଟୱିନ୍ ଦ ନ୍ୟୁଟ୍ରାଲ ଷ୍ଟିମୁଲସ୍। ନ୍ୟୁଟ୍ରାଲ ଷ୍ଟିମୁଲସ୍ କାହାକୁ କୁହାଯାଏ, ଏଟାକୁ ବୁଝିବା ଦରକାର। ଆପଣ ଥିଓରି କ୍ଲାସ୍ କରନ୍ତୁ, ଏଠି ବୁଝିପାରିବେ। ଆଉ ଗୋଟେ ହେଉଛି ଅନକଣ୍ଡିସନ୍ ଷ୍ଟିମୁଲସ୍, ଯୋଉଠି କିଛି କଣ୍ଡିସନ ରୁହେନି। ତ ନ୍ୟୁଟ୍ରାଲ ଷ୍ଟିମୁଲସ୍ କ'ଣ, ଯୋଉ ଷ୍ଟିମୁଲସ୍‌କୁ କୌଣସି ରେସ୍ପନ୍ସ ମିଳେ ନାହିଁ, ବା ସେଇଟାକୁ ନ୍ୟୁଟ୍ରାଲ ଷ୍ଟିମୁଲସ୍ ବୋଲେ। ଡଗ୍ ଆଗରେ ଯେତେବେଳେ ପ୍ରଥମ ଥର ପାଇଁ ବେଲ୍ ବଜାଗଲା, ସେ କୌଣସି ରେସ୍ପନ୍ସ କଲା ନାହିଁ, ସାଲିଭେସନ୍ କଲା ନାହିଁ। ତ ନ୍ୟୁଟ୍ରାଲ ଷ୍ଟିମୁଲସ୍ ହେଲା। ଅନକଣ୍ଡିସନ୍ ଷ୍ଟିମୁଲସ୍ ମାନେ ତା ପାଇଁ କୌଣସି କଣ୍ଡିସନ ଦରକାର ନାହିଁ, ଡଗ୍ ଫୁଡ୍‌କୁ ଦେଖି ଅଟୋମେଟିକାଲି ସାଲିଭେସନ୍ କଲା। ତ ତାଙ୍କ ଭିତରେ ଗୋଟେ ଆସୋସିଏସନ୍, ଗୋଟେ ବ୍ରିଜ୍, ଗୋଟେ ଲିଙ୍କ୍ କ୍ରିଏଟ୍ କରିବାକୁ ଏଇ ଥିଓରି ମୋଟୋ ଥିଲା। କ'ଣ ନା, ଯେମିତି ବେଲ୍ ବଜାଯିବ ତାପରେ ଖାଇବା ଦିଆଯିବ, ମାନେ ବେଲ୍‌କୁ ହିଁ ସେ ରେସ୍ପନ୍ସ କଲା, ତାପରେ ଖାଇବା ଆସିଲା ଖାଇଲା। ତ ୟା ଭିତରେ ଗୋଟେ ଲିଙ୍କ୍ ତିଆରି କରାଗଲା, ନ୍ୟୁଟ୍ରାଲ ଷ୍ଟିମୁଲସ୍, ବିଟୱିନ୍ ଦ ନ୍ୟୁଟ୍ରାଲ ଷ୍ଟିମୁଲସ୍ ଆଉ ଅନକଣ୍ଡିସନ୍ ଷ୍ଟିମୁଲସ୍। ସୋ କରେକ୍ଟ ଅପସନ୍ ଇଜ୍ ନମ୍ବର ସି। ତ ଏଟାକୁ ଆପଣ ମନେ ରଖନ୍ତୁ, ବୁଝନ୍ତୁ ଏଟା ଜିନିଷଟାକୁ। ଆପଣ ଥିଓରି କ୍ଲାସ୍ କଲେ ଆହୁରି ବୁଝିପାରିବେ।
ତ ଆମେ 2 ନମ୍ବର क्वेश्चन को ଆମେ ଆସିବା। 2 नंबर क्वेश्चन आपणकर कौन कौची हाँ इन पावलोव्स एक्सपेरिमेंट विथ डॉग्स व्हाट वाज द अनकंडीशन स्टिमुलस एटा बहुत ही इजी क्वेश्चन अछि आपण माने ऑप्शन देखि नियंतु एठी ए नंबर ऑप्शन कौन कहूची द साउंड ऑफ द बेल तापर बी नंबर ऑप्शन कौन कहूची द फूड प्लेस्ड इन द डॉग्स माउथ आ गोटे रहला सी नंबर ऑप्शन कौन द सैलिवेशन ऑफ द डॉग आ गोटे रहला लास्ट नंबर डी क्वेश्चन ऑप्शन कौन रहला द सैलिवेशन आफ्टर हियरिंग द बेल तो आपण माने करेक्ट ऑप्शन को चूज करंतु आपनकु एठी ऑप्शन गुडा देखंतु देखि चूज करंतु तो देखो एठी क्वेश्चन कोन कहिछि ना अनकंडीशन स्टिमुलस हम जानते फूड प्लेस इन द माउथ ऑफ डॉग पूरा डॉग्स माउथ एटा हम जानिछन बेल तो हबनी हां बेल केतले बेल कोन हबो ना कंडीशन हबो हला बा न्यूट्रल हबो किंतु एटी केबे अनकंडीशन हबोनी अनकंडीशन माने ऑटोमेटिकली डॉग जोटा को देखि कि स्टिमुलस करूछि एटा होछि फूड आपण यदि भोक लागिथिବ फूड को देखि कि आपण स्टिमुलस करिवो हला तो ये होछि करेक्ट ऑप्शन ऑप्शन नंबर आपणकर होछि बी हला नेक्स्ट क्वेश्चन को जिबा 3 नंबर क्वेश्चन कोन कहूछि व्हिच ऑफ द फॉलोइंग इज ए की टर्म यूज्ड इन पावलोव्स क्लासिकल कंडीशनिंग तो पावलोवर क्लासिकल कंडीशनिंग थ्योरी रो की टर्म टा हमें काहा कहउछंती ऑप्शन नंबर ए कोन कहउछि पॉजिटिव रेनफोर्समेंट ना बी होछि अनकंडीशन रिस्पांस यूआर तापर होछि सी होछि पनिशमेंट आ डी होछि कॉग्निटिव मैपिंग तो आपण 3 नंबर क्वेश्चन जो अछि 3 नंबर क्वेश्चन हमें चेक करबा जे पॉजिटिव रेनफोर्समेंट ये तो थ्योरी किछि रेनफोर्समेंट बाबदरे कुआ जाय नाही हला तापर पनिशमेंट बाबदरे भी कुआ जाय नाही कॉग्निटिव मैपिंग बाबदरे भी किछि कुआ जाय नाही पियाजे थ्योरी रे कुआ जाय छै एठी कुआ जाय नाही तापर रहिला किए तीनटा काटि देला परे ऑप्शन नंबर बी रहिला अनकंडीशन रिस्पांस विषय कुआ जाय जेतेबेले अनकंडीशन स्टिमुलस को आपण माने डॉग जेतेबेले अनकंडीशन स्टिमुलस को रिस्पांस दउची सेटा कुआ होची अनकंडीशन रिस्पांस जे सैलिवेशन टू द फूड हला एटा मन रखतांतु जेतेबेले थ्योरी कांसेप्ट क्लियर हेजिबा आपण आखि बुझी के ऑप्शन को चूज कर देबे हला जदि आपण थ्योरी क्लास न करी के आसी के डायरेक्ट एमसीक्यू करूचंती आपण माइंड रे किछि भी पसिबनी हां ओवरलुक हेकी पळेबो तो आपण काइंडली क्लास करी के आसंतु थ्योरी क्लास करी के आसंतु 4 नंबर ऑप्शन बुझिबो 4 नंबर कोन कहूची हम देखिबा इन पावलोव्स एक्सपेरिमेंट द बेल इनिशियली हैड नो रिस्पांस इनिशियली तो डॉग केबे भी रिस्पांस करि नै बेल को हां फ्रॉम द डॉग व्हाट वाज द बेल कंसीडर्ड एट द स्टार्ट ऑफ एक्सपेरिमेंट एक्सपेरिमेंट हला पर कोन कंसीडर करा गला हम एठी चेक करिबा ए नंबर कोन कहूची अनकंडीशन स्टिमुलस को ना कंडीशन स्टिमुलस ना न्यूट्रल स्टिमुलस ना अनकंडीशन स्टिमुलस तो सी कोन कहूची ना 4 नंबर कहूची जे पावलोव एक्सपेरिमेंट बेल इनिशियली रेस्पॉन्स करागला नाही तो ସେଇଟାକୁ ଆମେ ସେଇ ବେଲ୍ କନସିଡର ଫାଷ୍ଟ ଯେତେବେଳେ ଇନିସିଆଲି ରେ ଡଗ୍ ଯେତେବେଳେ କୌଣସି ରେସ୍ପନ୍ସ ଦେଲା ନାହିଁ ବେଲ୍ ସାଉଣ୍ଡ କୁ ମାନେ ସାଲିଭେସନ କଲା ନାହିଁ ଖାଦ୍ୟକୁ ଦେଖି ଡାଇରେକ୍ଟ ସାଲିଭେସନ କଲା ବେଲ୍ କୁ କୌଣସି ସାଲିଭେସନ କଲା ନାହିଁ କିନ୍ତୁ ଯେତେବେଳେ କିଛି ଦିନ ପରେ ବେଲ୍ କୁ କନେକ୍ଟ କରାଗଲା ଖାଦ୍ୟ ପୂର୍ବରୁ ଦିଆଗଲା ବେଲ୍ ବଜାଗଲା ତାପରେ ସେ ରେସ୍ପନ୍ସ କଲା ତ ସେତେବେଳେ ତାର ହେଇଗଲା କଣ୍ଡିସନ ରେସ୍ପନ୍ସ ହଁ कंडीशन जोटा कि हम स्टिमुलस कहउचंदी तापर जदि खाद्य को कला तो अनकंडीशन होला किंतु बेल को कोन कहउचंदी बेल को जतबे रिस्पांस करू नथला सेटा हेउतला कोन ना न्यूट्रल स्टिमुलस एटा को मन रखतांतु एटा कोन कहया हेउतला न्यूट्रल स्टिमुलस बोली हला तापर हमें आसे 5 नंबर क्वेश्चन 5 नंबर क्वेश्चन कोन कहउछ Which of the following best description existing extinction of classical conditioning तो classical condition रे extinction माने कौन हाँ तो extinction माने कौन आमे एटा जानिबा हला हाँ तो extinction माने कौन माने उगै जिबा बा भूली जिबा बा लुप्त पाई जिबा ए भला टाइप रो तार मीनिंग ता आसुची त आमे थ्योरी ऑलरेडी जदि पढिबा ताले सेठी एक्सटिंक्शन माने कौन मु ऑलरेडी डिस्कस करछु भला भाबरे थ्योरी रे हला तो ऑप्शन नंबर ए रे हम देखिया कोन कहूची ए न्यू स्टिमुलस इज इंट्रोड्यूस्ड कॉजिंग ए स्ट्रांग रेस्पॉन्स एटा केबे भी हो नै एक्सटिंक्शन को बुझो नै नुवा जिंस किछि आसुची एक्सटिंक्शन को बुझो नै तापर आसिला कोन ए कंडीशन रेस्पॉन्स फेडेड when the condition stimulus is no longer paired with the unconditioned stimulus ता माने एठी कोन कहूची अकॉर्डिंग टू पावलोव थ्योरी जदि बेल को आमे खाद्य सहित अटैच करिक दउथिले बोली बेल को से रेस्पॉन्स करथुला जदि किछ दिन बेल को न बजे भी डायरेक्ट खाया दे दबा ता माने बेल को आउ से रेस्पॉन्स करिवो नाही बा बेल को जो रेस्पॉन्स करूथुला एटा एक्सटिंक्शन हे जिवो ता माने एटा होची करेक्ट आंसर तो 5 नंबर रो बी होची
करेक्ट आंसर आमे आउ सी को जीवानी कि डी की जीवानी सी कौन कहूची कंडीशन स्टिमुलस कॉज इंक्रीज अनकंडीशनल रिस्पांस केबे भी नुहे द अनकंडीशनल स्टिमुलस बिकम्स इररिलेवेंट एटा भी केबे भी नुहे तो करेक्ट ऑप्शन होची कोउटा ना ऑप्शन नंबर बी एटा को चूज करिवे आ एटा बुझिया चेष्टा करंतु हैला तापर आसिला हमें 6 नंबर क्वेश्चन को आसीबा 6 नंबर क्वेश्चन कोन कहूची इन क्लासिकल कंडीशनिंग हां व्हाट इज जनरलाइजेशन तो क्लासिकल कंडीशनिंग रे हमें जनरलाइजेशन का कहउछन जनरलाइजेशन माने कोन एटा को हमें बुझिबा हां तो जनरलाइजेशन माने कोन हां तो फर्स्ट होची कोन ना 1 नंबर क्वेश्चन कोन कहउची ना द एबिलिटी टू डिस्क्रिमिनेट द बिटवीन सिमिलर स्टिमुलस सिमिलर स्टिमुलस भीतर डिस्क्रिमिनेट करिया परिया एटा को हमें कहउछन कोन ना एबिलिटी ना एटा कुआजाए डिस्क्रिमिनेशन कुआजाए एटा आपनकर पावलोव थ्योरी मु डिस्कस करछि डिस्क्रिमिनेशन का कुआजाए जेतेबेले गोटे सिमिलर साउंड बाहारुछि कोउटा बेल रो साउंड कोउटा अलगा साउंड गोटे खाद्यर साउंड कोउटा अलगा साउंड एटा को डग डिस्क्रिमिनेट करि परिबा एटा को कुआजाए डिस्क्रिमिनेशन तो जनरलाइजेशन कोन तापर हम देखियो अलगा ऑप्शन एटा माने ऑप्शन नंबर ए हबो नाही ହେଲା तो ऑप्शन नंबर बी को जिबा द स्पॉन्टेनियस रिकवरी ऑफ कंडीशन रिस्पांस एटा भी हबोनी स्पॉन्टेनियस रिकवरी हबो नाही ହେଲା तापर आसीबा बी नंबर हबो नाही सी नंबर को जिबा द टेंडेंसी फॉर द कंडीशन रिस्पांस द टेंडेंसी फॉर द कंडीशन रिस्पांस टू बी ट्रिगर्ड बाय द स्टिमुलस सिमिलर टू द कंडीशन स्टिमुलस ता माने बेल साउंड जेमि थिला सेही भलिया गोटे आ गोटे साउंड को बजेଇ दबा तो डग ताकू कोन रेस्पॉन्स देई दबो काहेकि ना से डिस्क्रिमिनेशन करि परिबो नाही आ जदि डिस्क्रिमिनेशन न करि परिला हेटा कोन हे जिवो ना जनरलाइजेशन हे जिवो एटा को मन रखंतु the tendency for the condition response to triggered by the stimuli similar to the condition stimulus condition stimulus भलिया गोटे साउंड दबा बा स्टिमुलस दबा देन जो डग कोन करि परिबो जनरलाइजेशन करि परिबो माने डिस्क्रिमिनेशन करि परिबो नै जनरलाइजेशन करिवो ता माने करेक्ट ऑप्शन होची सी आ डी को जिबा द एक्सटेंशन ऑफ कंडीशन एक्सटेंशन को बुझोची एटा जनरलाइजेशन को बुझो नै तो थियोरी क्लास रे मु डिस्कस करछि अपन देखिनेबे 7 नंबर क्वेश्चन को आसीबा 7 नंबर क्वेश्चन कोन कहूची व्हिच ऑफ द फॉलोइंग इज ए एग्जांपल ऑफ डिस्क्रिमिनेशन एइटी आसीगला डिस्क्रिमिनेशन एग्जांपल कोन ऑलरेडी हम बुझेइ जो डिस्क्रिमिनेशन का कहउछन ए डॉग सैलिवेट द साउंड्स ऑफ बेल बट नॉट द साउंड ऑफ हॉर्न बेल साउंड को से रेस्पॉन्स दउची किंतु सैलिवेशन दउची किंतु हॉर्न गोटे साउंड अछि सेटा को से माने रेस्पॉन्स दउ नाही एटी सरी गला एटा डिस्क्रिमिनेशन कुआ गला जेतेबेले तारतम्य से सृष्टि करि पारुची डग तारतम्य बा विभेदटा को बुझी पारुची ता माने हमें जानिबा कोन एठी होची डिस्क्रिमिनेशन को बुझौची ता माने करेक्ट ऑप्शन ए आ एगुडा सब क्रॉस बोले तो एठी के जिबार नै आपण पढि के बुझि परिबे ऑप्शन कोन अछि समय नष्ट करिया नै आपण नै देखि परिबे हला तापर आमे जिबा 8 नंबर क्वेश्चन को 8 नंबर क्वेश्चन कोन कहूची व्हाट इज द स्पॉन्टेनियस रिकवरी ऑलरेडी मु डिस्कस करछि स्पॉन्टेनियस रिकवरी कोन डॉग को जेतेबेले आमे बेल अटैचमेंट रे खाद्य दउतले से बेल को रेस्पॉन्स करतले कि दिन बेल को देले नै सेटा कोन हे गला भूली गला पुणी हठात बेल को लैब को नै जिबा माने से जानि जिवो जे बेल को हमको कोन करिया से रेस्पॉन्स दवार अछि से जेते लेट करतला फर्स्ट टाइम सेते लेट करिवो नै संगे संगे बेल को पुणी पुनर्बार से रेस्पॉन्स करिवा आरंभ करदबो ता माने ऑप्शन टा कोठी अछि देखिबा ए नंबर ऑप्शन को जिबा हमें the sudden appearance of the condition response after a long time period of extinction ହେଲା ପରେ ଭୁଲି ଗଲା ପରେ ପୁଣି ସେ ରେସ୍ପନ୍ସ କରିବା ଆରମ୍ଭ କରିଦେଇଛି ଏଇଟା ହଉଛି କରେକ୍ଟ ଆନ୍ସର ଅପସନ ତାପରେ ବି କୁ ଯିବା ଦ ଗ୍ରାଜୁଆଲ ଡିକ୍ରିଜ ଏଟା ହବ ନାହିଁ ଦ ଏବିଲିଟି ଟୁ ରେକଗ୍ନାଇଜ ଦ ରେସ୍ପନ୍ସ ନ୍ୟୁ ଷ୍ଟିମୁଲସ୍ ଏଟା ବି ନ୍ୟୁ ଷ୍ଟିମୁଲସ୍ କଥା କୁହାଯାଇନି ତାପରେ ଦ ଅନଲର୍ନିଂ ଦ କଣ୍ଡିସନ ଏଟା ବିଷୟରେ କୁହାଯାଇନି ତା ମାନେ ହଉଛି ଆପଣ କରେକ୍ଟ ଆନ୍ସର ହଉଛି ଅପସନ ନମ୍ବର ଏ ତାପରେ 9 ନମ୍ବର କ୍ୱେଶ୍ଚନ କୁ ଯିବା 9 नंबर क्वेश्चन कौन कहूची व्हिच ऑफ द फॉलोइंग इज यूसीएस ऑन कंडीशन स्टिमुलस का कहउछ ऑन कंडीशन स्टिमुलस हमें का कहउछंती एटा हम भला जानचंती जोत पे कोन कंडीशन रखा जाय नाही ताकू कहउची ऑन कंडीशन तो डॉग जेतले खाद्य मिलिबो ता पूर्व कोन कंडीशन दिया जाय नै सेटा होची ऑन कंडीशन तेनु फूड फॉर डॉग सॉरी ऑप्शन नंबर सी रे आपनकर आंसर रहिछि हला आपण वीडियो को पॉज करिके जेतेबेले मु आपनको क्वेश्चन दउछि वीडियो पॉज करके आपण राइट क्वेश्चन ऑप्शन चूज करि परिबे तापर आपण एक्सप्लेनेशन क्लास रे देखि परिबे हला 10 नंबर क्वेश्चन को आसीबा 10 नंबर क्वेश्चन कोन कहउछि व्हाट इज द मीनिंग ऑफ कंडीशन रिस्पांस बा सीआर कंडीशन रिस्पांस हमें का कहउछंती बा सीआर हमें का कहउछंती जेतेबेले हमें
कंडीशन स्टिमुलस को रेस्पॉन्स दउचंती कंडीशन रेस्पॉन्स स्टिमुलस को जते कंडीशन स्टिमुलस को माने हमें रेस्पॉन्स दवा माने से रेस्पॉन्स टा कोन कहै कंडीशन रेस्पॉन्स कहै जिवो त हमें हेडा बुझिबा आपनकर करेक्ट ऑप्शन कोन तो CR is learned response after associated the neutral stimulus to the natural or unconditioned stimulus ता माने कोआ होची जेतेबेले कंडीशन रेस्पॉन्स केतेबेले आसीबो जेतेबेले न्यूट्रल स्टिमुलस बेल आउ नेचुरल बा अनकंडीशन स्टिमुलस फूड मिसिकी जेतेबेले डॉग को सालिवेशन करै पारुथुबे सेटा कोआ होची कंडीशन रेस्पॉन्स ता माने करेक्ट ऑप्शन होची ए मन रखନ୍ତୁ ଯେତେବେଳେ ବେଲ୍ ଆଉ ଖାଦ୍ୟ ମିଶିଗଲେ ତାପରେ ଡଗ୍ ଦିଟାଙ୍କୁ ରେସ୍ପନ୍ସ ବା ସାଲ୍ୟୁଏସନ୍ ଦଉଛି ସେଟା କୁହାଯାଉଛି କଣ୍ଡିସନ୍ ଷ୍ଟିମୁଲସ୍। ସେଇ କଣ୍ଡିସନ୍ ଷ୍ଟିମୁଲସ୍‌କୁ ଆମେ କଣ୍ଡିସନ୍ ରେସ୍ପନ୍ସ ଯେତେବେଳେ ରେସ୍ପନ୍ସ ଦେଲେ ସେଇ କଣ୍ଡିସନ୍ ଷ୍ଟିମୁଲସ୍‌କୁ ସେଟା ହେଇଗଲା କଣ୍ଡିସନ୍ ରେସ୍ପନ୍ସ। ଏଟାକୁ ଆମେ ଭଲ ଭାବରେ ଥିଓରି କ୍ଲାସ୍‌ରେ ଡିସ୍କସ୍ କରୁଛନ୍ତି ତ ଇଜି ହେଇଗଲା। ଏତେ ବଡ଼ ବଡ଼ ଲେଖା ହେଇଛି ଆପଣ କନଫ୍ୟୁଜ୍ ହେଇଯାଆନ୍ତି ଏକ୍ସାମ୍‌ରେ ଯେ ଏତେ ବଡ଼ ବଡ଼ ଷ୍ଟେଟମେଣ୍ଟ ଅଛି କୋଉଟା ଠିକ୍। କିଛି ନାହିଁ ଆପଣ ଆଗେ ଷ୍ଟେଟମେଣ୍ଟକୁ ବୁଝନ୍ତୁ। ଏଇ ଷ୍ଟେଟମେଣ୍ଟକୁ ଯଦି ଆପଣ ବୁଝି ଯାଉଛନ୍ତି ଦେନ୍ ଆପଣ ଆରାମସେ ଆନ୍ସର ଏମସିକ୍ୟୁ କରିପାରିବେ। କୌଣସି ଏମସିକ୍ୟୁରେ ପ୍ରୋବ୍ଲେମ ହବ ନାହିଁ। ଆଉ ଏ ଅପସନ୍ ଆଉ 3ଟାକୁ ଯିବା ଦରକାର ନାହିଁ। ସମୟ ବଞ୍ଚେଇବାର ଅଛି ଆମର ଏକ୍ସାମରେ। ହେଲା। ତ ଏଠି ଆମେ ଜାଣିଗଲେ ତ ଆଉ ଯିବାର ନାହିଁ। ହେଲା। ଇଏ ହଉଛି ଗୋଟେ ଚାଲାକି ପିଲାର କାମ। ହେଲା। ତ 10 ନମ୍ବର କ୍ୱେଶ୍ଚନ ସରିଗଲା। ଏବେ 11 ନମ୍ବର କ୍ୱେଶ୍ଚନକୁ ଆସିବା। 11 ନମ୍ବର କ୍ୱେଶ୍ଚନ ଥଣ୍ଡାଇକ୍ ଥିଓରି ଉପରେ। ଏଇଟା ଥିଲା ପାଭଲଭ କ୍ଲାସିକାଲ କଣ୍ଡିସନ ଥିଓରି ସରିଗଲା। ଏବେ ଆମେ ଆସିବା ଥଣ୍ଡାଇକର ଥିଓରି ଉପରେ ଆସିବା। ତ ଆଉ 10ଟା ଯୋଉ କ୍ୱେଶ୍ଚନ ରହିଛି 10ଟା କରିକି ଆଣିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ତ ୟା ଭିତରେ ଆପଣଙ୍କର ଆରାମସେ ବୁଝିପାରିବେ। ଆଉ ୟା ଭିତରେ ଯେକୌଣସି କ୍ୱେଶ୍ଚନ ଆସିବ ଆପଣ ଏକାଡେମୀରେ ଏଇ ଥିଓରିରୁ ଆପଣ ଆରାମସେ କରିପାରିବେ। ଯଦି କ୍ଲାସ୍ ଦେଖୁଛନ୍ତି ଥିଓରି କ୍ଲାସ୍ ଆଉ ଏମସିକ୍ୟୁ କରୁଛନ୍ତି ମୋର। ହେଲା। 11 ନମ୍ବର କ୍ୱେଶ୍ଚନକୁ ଆସନ୍ତୁ। 11 ନମ୍ବର କ୍ୱେଶ୍ଚନ କଣ କହୁଛି? ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ କୋର୍ ଆଇଡିଆ ଅଫ୍ ଥଣ୍ଡାଇକ୍ ଲ ଅଫ୍ ଇଫେକ୍ଟ। ତ ଥଣ୍ଡାଇକ୍ ଲ ଅଫ୍ ଇଫେକ୍ଟର କୋର୍ ଆଇଡିଆ ଆମେ କାହାକୁ କହୁଛନ୍ତି? ଥଣ୍ଡାଇକ୍ ଲ ଅଫ୍ ଇଫେକ୍ଟ ଲ ଅଫ୍ ଇଫେକ୍ଟ ହେଲା ମନେ ରଖନ୍ତୁ। ଲ ଅଫ୍ ଇଫେକ୍ଟ ଆମେ କାହାକୁ କହୁଛନ୍ତି? ଲ ଅଫ୍ ରେଡିନେସ୍ ଅଛି ୟୁଜ୍ ଅଛି ହେଲା। ତାପରେ ଇଫେକ୍ଟକୁ ଆମେ ବୁଝଉଛନ୍ତି ହେଲା। ଇଫେକ୍ଟ କାହାକୁ ବୁଝଉଛନ୍ତି? ଆମେ ଅପସନକୁ ଦେଖିବା। ଅପସନ କଣ କହୁଛି? ବିହେଭିୟର ଦ୍ୟାଟ୍ ଇଜ୍ ରେନଫୋର୍ସ ଟେଣ୍ଡସ୍ ଟୁ ରିପିଟେଡ୍। ତାମାନେ ରେନଫୋର୍ସଟା ଯେତେବେଳେ ରିପିଟେଡ୍ ହଉଛି ହ୍ୱାଇଲ୍ ବିହେଭିୟର ଫଲୋଡ୍ ବାଇ ଡିସକମ୍ଫର୍ଟ ଟେଣ୍ଡସ୍ ଟୁ ବି ଆପ୍। ତାମାନେ ଏଠି କଣ କୁହାହଉଛି? ଯୋଉ ବିହେଭିୟରଟା ସେ କଣ କରୁଛି ନା ରିପିଟେଡ୍ ହଉଛି ବା ରେନଫୋର୍ସ ମିଳୁଛି। ହଁ, ଧର ଆପଣ ଗୋଟେ ପିଲାକୁ ପଢଉଛନ୍ତି। ପଢେଇଲା ପରେ ସେ ବୁଝୁଛି, ବୁଝିଲା ପରେ ତାକୁ ଗୁଡ୍ ବୟ, ଗୁଡ୍ ଗାର୍ଲ କହୁଛନ୍ତି ବା ଚକୋଲେଟ୍ ଦଉଛନ୍ତି ବା ତାକୁ ପ୍ରଶଂସା କରୁଛନ୍ତି। ସେ ସେଇ ଯୋଉ ୱେରେ ସେ ପାଠ ପଢି ଚାଲିବ। କାହିଁକିନା ତାକୁ ରେନଫୋର୍ସମେଣ୍ଟ ମିଳୁଛି, ତାକୁ ଫିଡବ୍ୟାକ୍ ମିଳୁଛି, ତାକୁ ପ୍ରଶଂସା ମିଳୁଛି, ତାକୁ ରିୱାର୍ଡ ମିଳୁଛି। ତ ସେ ବିହେଭିୟରଟା ସେ କରିଚାଲିବ, ରିପିଟ୍ କରି ଚାଲିବ। କିନ୍ତୁ ହ୍ୱାଇଲ୍ ବିହେଭିୟର ଫଲୋଡ୍ ବାଇ ଡିସକମ୍ଫର୍ଟ ଯୋଉ ବିହେଭିୟରଟା ତାକୁ ଭଲ ଲାଗୁନାହିଁ। ଯୋଉ ଧର ସେ ପିଲା ବଦମାସି କଲେ ତାକୁ ଆମେ ଗାଳି ଦେଲେ। ସିଏ ବଦମାସିଟା ଆଉ କରିବ ନାହିଁ। ତାମାନେ ଆମେ ଜାଣିବା ଏଟାକୁ ଆଭଏଡ୍ କରିବ। ତାମାନେ ଥଣ୍ଡାଇକ୍ ଥିଓରି ଏଇଆ ହିଁ କହୁଛି। ଆମେ ଏଇଆ ହିଁ ଜାଣିଛନ୍ତି। ହେଲା। ତାମାନେ ଏଇଟାକୁ କୁହାଯାଉଛି। ତାମାନେ ଏଇଠୁ ଆମେ ଜାଣିଗଲେ ଏଟା ହଉଛି କଣ? ନା ଏଟା ହଉଛି ଲ ଅଫ୍ ଇଫେକ୍ଟକୁ ବୁଝଉଛି। ଏଟା ଲ ଅଫ୍ ଇଫେକ୍ଟକୁ ବୁଝଉଛି। ହେଲା। ତାପରେ ବି ନମ୍ବର ଅପସନ ତାମାନେ ଏଟା ଆମେ କରେକ୍ଟ ଅପସନ ବୋଲି ଚୁଜ୍ କଲେ। ବି ନମ୍ବରକୁ ଯିବା କଣ କହୁଛି ଦେଖିବା। ଦ ପ୍ରେଜେନ୍ସ ଅଫ୍ ରିୱାର୍ଡ ଇନକ୍ରିଜ ଅଫ୍ ପ୍ରୋବାବିଲିଟି ଲର୍ନିଂ। ତାଠାରୁ ତ ଏଇ ଥିଓରି ଭିତରେ ତ କନସେପ୍ଟ ଏଇଠି ରହିଛି ନା। ତାପରେ ଆସିଲା ଲର୍ନିଂ ଇଜ୍ ବେସ୍ଡ ଅପନ୍ ଦ ଟ୍ରାଏଲ୍ ଏରର। ଟ୍ରାଏଲ୍ ଏରର କଥା କୁହାଯାଇନି। ଏଟା କାଢିଦବା। ତାପରେ ଆନ୍ ଇଣ୍ଡିଭିଜୁଆଲ ଲର୍ନ ବେସ୍ଡ ଅବଜରଭେସନ ଅଦର୍ସ। ଏଟା ବିଷୟରେ ବି କୁହାଯାଇନି। ଏଟା ବି କୁହାଯାଉନି। ତ କରେକ୍ଟ ଅପସନ ଏ। ତ 11ର କରେକ୍ଟ ଅପସନ ହଉଛି କିଏ? ନା ଆପଣଙ୍କର ଏ। ହେଲା। ଆମେ 12 ନମ୍ବର କ୍ୱେଶ୍ଚନକୁ ଆସିବା। 12 ନମ୍ବର କ୍ୱେଶ୍ଚନ କଣ କହୁଛି ଆମେ ଚେକ୍ କରିବା। 12 ନମ୍ବର କ୍ୱେଶ୍ଚନ ହଉଛି ଆକର୍ଡିଂ ଟୁ ଥଣ୍ଡାଇକ୍ସ ଲ ଅଫ୍ ରେଡିନେସ୍। ଥଣ୍ଡାଇକର ଯୋଉ ଲ ଅଫ୍ ରେଡିନେସ୍ ଅଛି ଲର୍ନିଂ ଅକର୍ସ ବେଷ୍ଟ ହ୍ୱେନ୍। କେତେବେଳେ ମାନେ ଆପଣଙ୍କ ଲର୍ନିଂଟା ଅକର ହବ ବେଷ୍ଟ କେତେବେଳେ? ଆକର୍ଡିଂ ଟୁ ଥଣ୍ଡାଇକ୍ ଲ ଅଫ୍ ରେଡିନେସ୍। ତାମାନେ ଅପସନ ଏ କୁ ଯିବା। ଦ ଲର୍ନର ଇଜ୍ ରେଡି ଟୁ ରେସ୍ପନ୍ସ ଆଣ୍ଡ ଇଜ୍ ନଟ୍ ଫୋର୍ସ ଟୁ ଡୁ ସୋ। ତାମାନେ କଣ କହୁଛି ନା ଲର୍ନର ରେଡି ଅଛି। ମାନେ ଧର ଗୋଟେ ଲର୍ନର ପାଠ ପଢିବା ପାଇଁ ରେଡି ଅଛି। ହେଲା। ଯେତେବେଳେ ରେଡି ଅଛି ଟୁ ରେସ୍ପଣ୍ଡ କରିବ। ଆଉ ଇଜ୍ ନଟ୍ ଫୋର୍ସ ଟୁ ଡୁ ସୋ ତାକୁ ଆମେ ଫୋର୍ସ କରିପାରିବା ନାହିଁ। ତାମାନେ ରେଡି ହେଲେ ହିଁ ଯାଇକି ସେ ପାଠ ପଢିବ। ତାକୁ ଫୋର୍ସ କରିପାରିବାନି। ହେଲା। ଯଦି ରେଡି ନଥିବ ପାଠ ପଢିବା ପାଇଁ ତାକୁ ଫୋର୍ସ କଲେ ସେ ପାଠ ପଢିବ ନାହିଁ। ବାକି ସେ ସିଷ୍ଟମକୁ ଫଲୋ କରିବ କିନ୍ତୁ ପାଠ ପଢିବାକୁ ଇଚ୍ଛା କରିବନି। ରେଡି ରହିବା ଦରକାର ପୂର୍ବରୁ। ସେଇଟା ହଉଛି ଥଣ୍ଡାଇକର ଲ ଅଫ୍ ରେଡିନେସ୍। ଏଟାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଥିଓରି କ୍ଲାସରେ ମୁଁ ଡିସ୍କସ୍ କରିଛି। ହେଲା।
ଯେତେବେଳେ ଯେମିତି ତାର ବିଲେଇର ଏକ୍ସପେରିମେଣ୍ଟ କରାଯାଇଛି ତ ଥଣ୍ଡାଇକର ଯୋଉ ବିଲେଇ ଉପରେ ଏକ୍ସପେରିମେଣ୍ଟ କରାଯାଇଥିଲା। ହଁ, ତ ସେଠି କଣ କୁହାଯାଇଛି ନା ଯଦି ବିଲେଇକୁ ଭୋକ ଲାଗିବ ଦେନ୍ ସିଏ ପିଞ୍ଜରା ଭିତରେ ସେ ଜମ୍ପ କରିବ ବା ସିଏ ଡେଇଁବ ଖାଇବା ପାଇଁ ବ୍ୟାକୁଳ ହବ। ଯଦି ସେ ଭୋକ ଲାଗିବନି ତାକୁ ଯେତେ ଖାଦ୍ୟ ଦିଅ ସିଏ ଖାଇବ ନାହିଁ। ହେଲା, ସେ ଡେଇଁବ ନାହିଁ କି ଲିଭରକୁ ପ୍ରେସ୍ କରିକି ଓପନ କରିବ ନାହିଁ। ଏଇ କଥା କୁହାଯାଇଛି ହେଲା। ତାମାନେ ଆମେ ଏଇଠୁ ବୁଝୁଛନ୍ତି ଯେ ଏଠି ରେଡିନେସ୍ ଆଗରୁ ରହିବା ଦରକାର। ତ ପିଲାମାନଙ୍କୁ ଆମେ ପଢେଇଲା ବେଳେ ପିଲା ରେଡି ରହିବା ଦରକାର। ହେଲା। ତ ମତେ ଲାଗୁଛି ଏଇଟା କରେକ୍ଟ ଅପସନ୍ ହଉଛି ଏ। ଆମେ ବି କୁ ଯିବା ଟିକେ ଚେକ୍ କରିଦବା। ଦ ଲର୍ନର ଇଜ୍ ମୋଟିଭେଟେଡ୍ ବାଇ ଦ ଏକ୍ସଟର୍ନାଲ ରିୱାର୍ଡ। ଏକ୍ସଟର୍ନାଲ ରିୱାର୍ଡ ଦ୍ୱାରା ମୋଟିଭେଟେଡ୍। ଏ ବିଷୟରେ ବେଶୀ ଡିସ୍କସ୍ କରାହେଇନି। ତାପରେ ମୋଟିଭେଟେଡ୍ ତ ହବ ଏକ୍ସଟର୍ନାଲ ରିୱାର୍ଡ ପାଇଁ। କିନ୍ତୁ ବେଟର ହଉଛି ରେଡି ରହିବା ଦରକାର ଆଗତୁରା। ହେଲା। ତାପରେ ଲର୍ନିଂ ଇଜ୍ ଷ୍ଟ୍ରକ୍ଚର୍ଡ ୱିଥ୍ ଦ ଡିଟେଲ୍ ସିଲାବସ୍। ସିଲାବସ୍ ଡିଟେଲ୍ ସିଲାବସ୍ ଷ୍ଟ୍ରକ୍ଚର ଏଠି କିଛି ମ୍ୟାଚ୍ ଖାଉନି ଅପସନ୍ ଭିତରେ ରେଡିନେସ୍ ଯୋଉ କୁହାଯାଇଛି। ହେଲା। ରେନଫୋର୍ସମେଣ୍ଟ ଆର୍ ଅଲୱେଜ୍ ଡିଲେଡ୍। ଏଠି ରେନଫୋର୍ସମେଣ୍ଟ ପାଇଁ ବି କିଛି କୁହାଯାଇନି। ତ କରେକ୍ଟ ଅପସନ୍ ହଉଛି ଏ, ଯୋଉଟା କୁହାଯାଇଛି ରେଡିନେସ୍। ପୂର୍ବରୁ ରେଡି ରହିବା ଦରକାର ପିଲାମାନେ ପାଠ ପଢିବା ପୂର୍ବରୁ। ଏଇଟା ହଉଥିଲା 12 ନମ୍ବର କ୍ୱେଶ୍ଚନ। 13 ନମ୍ବର କ୍ୱେଶ୍ଚନକୁ ଆସିବା। 13 क्वेश्चन कौन कौन थर्मोडाइट लॉ ऑफ एक्सरसाइज। एक्सरसाइज विषय में जानिबा। एक्सरसाइज कौन कौन ना लॉ ऑफ एक्सरसाइज सजेस्ट दैट कौन कौन मैं चेक करिबा हला। तो द फ्रीक्वेंसी ऑफ रेनफोर्समेंट इज अनरिलेटेड टू लर्निंग इफेक्टिवनेस ए विषय किछि कुआ जाईची रेनफोर्समेंट ना। तापर बी नंबर ऑप्शन को आसिया। पीपल लर्न बेस्ट थ्रू द विजुअल एंड ऑडिटरी स्टिमुलस ए विषय भी किछि कुआ जाय नै। विजुअल ऑडियो विषय कुआ जाय नै एक्सरसाइज रे। लॉ ऑफ लर्निंग ऑकर्स बेस्ट व्हेन स्टूडेंट आर रिलैक्स्ड या विषय भी किछि कुआ जायनी। तो ऑप्शन नंबर कौन हबो डी ही हबो कौन रिपीटेशन ऑफ स्टिमुलस रेस्पॉन्स कनेक्शन स्ट्रेंगर एंड व्हाइल नो रिपीटेशन वीकनिंग। ता माने जदी हमें कौन करिबा बिले कि हमें अकॉर्डिंग टू दिस लॉ ऑफ एक्सरसाइज से कौन कहूची ना से तो बिले ऊपर एक्सपेरिमेंट करथिले मन को तो बिले ऊपर एक्सपेरिमेंट करा हैतला थंडा एक्सप्लोर हला। तो बिले ऊपर त एक्सपेरिमेंट करा जायथिला ହେଲା। ତ ସେଠି ଯୋଉ ଲ ଅଫ୍ ଏକ୍ସରସାଇଜରେ କଣ କୁହାଯାଇଛି ନା ବିଲେଇକି ଯେତେବେଳେ ପିଞ୍ଜରା ଭିତରେ ପୁରେଇ ଦେଇଛନ୍ତି ପ୍ରଥମ ଥର ସେ କଣ କରିଛି କରେକ୍ଟ ଅପସନ ଟା ଚୁଜ କରିବ ଲିଭର ପ୍ରେସ୍ କଲେ ସେ ଆସିକି ବାହାରେ ଆସିକି ମାଛ ଧରିବ। ତ ସାମ୍ନାରେ ମାଛ ରଖାଯାଇଛି କିନ୍ତୁ ସେ ବିଲେଇ ଅଛି ପିଞ୍ଜରା ଭିତରେ କେଜ୍ ଭିତରେ। ତ ଲିଭର ପ୍ରେସ୍ କଲେ ଡୋରଟା ଓପନ ହବ ସେ ପଳେଇ ଆସିବ କିନ୍ତୁ ସେ କରେକ୍ଟ ଅପସନ ଚୁଜ କରିପାରୁନାହିଁ। ସିଏ କଣ କରୁଛି ମାନେ ଯୋଉ କରେକ୍ଟ ଅପସନକୁ ଛାଡିକି ଅଲଗା ସବୁ ଆକ୍ଟିଭିଟିଜ କରୁଛି କଣ ନା ସେ ପିଞ୍ଜରାକୁ ରାମ୍ପୁଡୁଛି ମିଆଉ ମିଆଉ କରୁଛି ଡେଉଁଛି ତ ସେଗୁଡା କରୁଛି। ତ ତାପରେ ବାଇଚାନ୍ସ ଲିଭର ପ୍ରେସ୍ ହେଇଗଲା ପରେ ସେ ଲିଭର ଓପନ ହେଇଯାଉଛି ସେ ବିଲେଇ ଆସି ଖାଇଦଉଛି ହେଲା ମାଛ ଖାଉଛି। କିନ୍ତୁ ତାକୁ ଯେତେବେଳେ ସେକେଣ୍ଡ ଟାଇମ ତାକୁ ରିପିଟ କରାଯିବ ପୁଣି ଆଉ ଥରେ ରିପିଟ କରାଯିବ ସିଏ ଆଉ ସେ ଭୁଲ କରିବନି। ସେ ଏଠୁ ଜାଣି ଯାଇଥିବ ଯେ ଲିଭରଟାକୁ ପ୍ରେସ୍ କଲା ମାନେ ହିଁ ଏଟା କଣ ହଉଛି ନା ପିଞ୍ଜରାଟା ଖୋଲି ଯାଉଛି ବାହାରକୁ ଆସିପାରୁଛି। ତ ଯେତେ ସିଏ କଣ କରିପାରିବ ଏରର ବଢି ଚାଲିବ ରିପିଟେସନ କମି ଚାଲିବ। ଏଟାକୁ ଟ୍ରାଏଲ ଏରର କୁହାଯାଏ। କଣ ନା ଟ୍ରାଏଲ ହେଇ ଚାଲିବ ଏରର ଲେସ୍ ହେଇ ଚାଲିବ। ତ ଏକ୍ସରସାଇଜ ରେ କଣ କୁହାହଉଛି ରିପିଟେସନ ହେଇ ଚାଲିବ ଯେତେବେଳେ କନେକ୍ସନ ଟା ଷ୍ଟ୍ରଙ୍ଗ ହବ। ରିପିଟେସନ ହବନି କନେକ୍ସନ ୱିକ୍ ହେଇଯିବ ହେଲା। ଏଇ କଥା କୁହାଯାଇଛି। ତ ଏଇଟା କୋଉଠି କୁହାଯାଇଛି ଲ ଅଫ୍ ଏକ୍ସରସାଇଜ ରେ କୁହାଯାଇଛି। କିଏ କହିଛନ୍ତି ଥଣ୍ଡାଇକ ଲ କହିଛନ୍ତି। ତ ଏଠି ଆପଣ କରେକ୍ଟ ଅପସନ ହଉଛି ଡି ମନେ ରଖନ୍ତୁ। ତାପରେ ଆମେ ଆସିବା 14 ନମ୍ବର କ୍ୱେଶ୍ଚନ କୁ। 14 ନମ୍ବର କ୍ୱେଶ୍ଚନ କଣ କହୁଛି ହ୍ୱାଟ ଇଜ ଦ ଫୋକସ ଅଫ ଥଣ୍ଡାଇକ୍ସ ଟ୍ରାଏଲ ଏରର ଲର୍ନିଂ। ତ ଫୋକସ କଣ ଥିଲା ଟ୍ରାଏଲ ଏରର ଲର୍ନିଂ ରେ ଅଲରେଡି ଆପଣ କନସେପ୍ଟ କ୍ଲିୟର ହେଇକି ଆସିଥିବେ ଥିଓରି ପଢିକି ଏମସିକ୍ୟୁ କରୁଛନ୍ତି ମାନେ ଥିଓରି କନସେପ୍ଟ କ୍ଲିୟର ଥିବ। क्वेश्चन नंबर आपणकर ए को ଯିବା ଲର୍ନିଂ ଥ୍ରୋ ଦ ଅବଜର୍ଭେସନ ଇମିଟେସନ କିଛି କୁହାଯାଇନି। ବିଲି ତ ଏଠି ବସିକି ଅବଜର୍ଭେସନ କରୁନଥିଲା କି ଡେମନଷ୍ଟ୍ରେସନ ଦଉଥିଲେ ସେ ଦେଖୁଥିଲା ସେମିତି ତ ହେଇପାରିବନି ହେଲା। बी ऑप्शन कौन कହୁଛି ନା ଲର୍ନିଂ ବାଇ ଦ କନେକ୍ସନ ଷ୍ଟିମୁଲସ୍ ୱିଥ ଦ ଅଟୋମେଟିକ ରେସ୍ପନ୍ସ। ଅଟୋମେଟିକ ରେସ୍ପନ୍ସ କେବେ ବି ଆସିବ ନାହିଁ ଗଲା। ଏଟା ବି ହବ ନାହିଁ ବी ବି ହବ ନାହିଁ କି ଏ ବି ହବ ନାହିଁ। ସି କୁ ଆସିବା learning that involve the selection of correct response through the random attempts and gradually eliminate the incorrect ones। ମତେ ଏଇଟା ଲାଗୁଛି ଚୁଜ୍ ହବ। ଡି ନମ୍ବର ଅପସନ ପଳେଇବା ଆଗେ ଦେଖିବା ଲର୍ନିଂ ବାଇ ଆସୋସିଏଟେଡ୍ ୱିଥ୍ ୱାର୍ଡ ଆଣ୍ଡ ଇମେଜ। ଏଇ ୱାର୍ଡ ଇମେଜ ବିଲେଇ କୋଉଠି ଶିଖିବ ଟ୍ରାଏଲ ଏରର ଥିଓରି ଲର୍ନିଂ ରେ ତ କୁହାଯାଇନି କି ପିଲାଙ୍କୁ ଆମେ ୱାର୍ଡ ଇମେଜ ଦେଖେଇକି ଏରର କରେଇ ପାରିବାନି। ପ୍ରଥମେ ହଉଛି ଆପଣଙ୍କର ଏଇ ସି ଟା ହଉଛି କରେକ୍ଟ। କଣ କହୁଛି ନା ଲର୍ନିଂ ଦ୍ୟାଟ୍ ଇନଭଲ୍ଭ ଦ ସିଲେକ୍ସନ କରେକ୍ଟ ରେସ୍ପନ୍ସ। କରେକ୍ଟ ରେସ୍ପନ୍ସ କୁ ସିଲେକ୍ଟ କଲେ ରେଣ୍ଡମ ଆଟେମ୍ପ୍ଟ କଲେ ଗ୍ରାଜୁଆଲି ଏଲିମିନେଟ ହେଇଗଲା ଇନକରେକ୍ଟ ଅପସନ ଇନକରେକ୍ଟ ଟା। ଯେତେବେଳେ ପିଲାମାନଙ୍କୁ ପଢଉଛନ୍ତି ସିଏ ତ ଫାଷ୍ଟ ଭୁଲ କଲା ସେଇ ଭୁଲଟା ଆଉଥରେ କରିବନି ସେକେଣ୍ଡ ଟାଇମ। ସେକେଣ୍ଡ ଟାଇମ ଆଉ ଗୋଟେ କଣ ଭୁଲ କରିପାରିବ ଯଦି ଅପସନ ଥିବ କଲା କିନ୍ତୁ ଲାଷ୍ଟକୁ ସେ କରେକ୍ଟ ହିଁ କରୁଛି।
ତାମାନେ ଆମେ ରାଣ୍ଡମ୍ ଯେତେବେଳେ ରେସ୍ପନ୍ସ ସିଲେକ୍ଟ କରି ଚାଲୁଛନ୍ତି, ରାଣ୍ଡମ୍ ଆଟେମ୍ପ୍ଟ ନେଇ ଚାଲିଛନ୍ତି, ଏଲିମିନେଟ୍ ହେଇଯିବ ଇନକରେକ୍ଟଟା, ଆପେ ଆପେ ଏଲିମିନେଟ୍ ହେଇଯିବ, ବାହାରିଯିବ। ସେଟା ହଉଛି ଟ୍ରାଏଲ ଏଣ୍ଡ ଲର୍ଣ୍ଣିଂର ଫୋକସ୍। ଏଟାକୁ ମନେ ରଖନ୍ତୁ। ତ କରେକ୍ଟ ଅପସନ୍ ହଉଛି ସି। 15 ନମ୍ବରକୁ ଆସିବା। 15 ନମ୍ବରରେ କଣ କହୁଛି କ୍ୱେଶ୍ଚନ୍? Which of the following statement best describe the Thorndike's concept of connect connectivism theory? Connectivism theory ର ବେଷ୍ଟ ଏକ୍ସାମ୍ପଲଟା କୋଉ ଅପସନଟା ଆମେ ଚେକ୍ କରିବା। କୋଉ ଅପସନ ହେଲା? ତ ଅପସନ ନମ୍ବର ଆମେ ଏ କୁ ଯିବା। ଲର୍ଣ୍ଣିଂ ଇଜ ଦ ରେଜଲ୍ଟ ଅଫ ଫର୍ମେସନ ଆସୋସିଏସନ ବିଟୱିନ୍ ଷ୍ଟିମୁଲସ୍ ରେସ୍ପନ୍ସ। ତାମାନେ ଆମେ ଗୋଟେ କନେକ୍ସନ ତିଆରି କରିବା, ଆସୋସିଏସନ ତିଆରି କରିବା ବିଟୱିନ୍ ଦ ଷ୍ଟିମୁଲସ୍ ଆଉ ରେସ୍ପନ୍ସ ଭିତରେ ଗୋଟେ କନେକ୍ସନ ତିଆରି କରିବା। ହଁ, ତ ଏଟା ଗୋଟେ କରେକ୍ଟ ଅପସନ ଭଳିଆ ଲାଗୁଛି। ଆମେ ଅପସନ ନମ୍ବର ବି କୁ ଆଗେ ଟିକେ ଚେକ୍ କରିବା। ଲର୍ଣ୍ଣିଂ ଇଜ ଆନ୍ ଇନଷ୍ଟିଙ୍କ୍ଟ ବିହେଭିୟର ଦ୍ୟାଟ୍ ଡଜ୍ ନଟ୍ ରିକ୍ୱାୟାର ଦ ଏନଫୋର୍ସମେଣ୍ଟ। ଏଟା କେବେ ବି ହବନି, ଏଟା ଭୁଲ ଷ୍ଟେଟମେଣ୍ଟ। କେବେ ଆପଣ ବୁଝିକି ଦେଖନ୍ତୁ ଷ୍ଟେଟମେଣ୍ଟଟା। ଏନଫୋର୍ସମେଣ୍ଟ ବିନା କେବେ ବି ଇନଷ୍ଟିଙ୍କ୍ଟ ଲର୍ଣ୍ଣିଂ ବିହେଭିୟର ଆସିବନି, ସେଟା ବି ଗୋଟେ ପ୍ରଭାବ ପକଉଛି। ତାପରେ ଆସିଲା ଅପସନ ନମ୍ବର ସି। ଲର୍ଣ୍ଣିଂ ଅକର୍ସ ଥ୍ରୁ ଦ କଗ୍ନିଟିଭ ପ୍ରୋସେସ ସଚ୍ ଏଜ୍ ଦ ରିଜନିଂ and analyzing cognitive process reasoning analyzing ଏ କଥା କୁହାଯାଏ ନାହିଁ, ଏଟା ବି ହବ ନାହିଁ। ଡି ନମ୍ବର ଲର୍ଣ୍ଣିଂ ଇଜ ଅବାଉଟ ଦ memorizing repetition through ଏଟା କୁହାଯାଏନି। ତ ଅପସନ ହଉଛି କଣ? ଲର୍ଣ୍ଣିଂ ଇଜ ଦ ରେଜଲ୍ଟ ଫର୍ମେସନ ଆସୋସିଏସନ ବିହେଭିୟର ତ ଷ୍ଟିମୁଲସ୍ ରେସ୍ପନ୍ସ ଭିତରେ ଗୋଟେ କନେକ୍ସନ ତିଆରି କରିବା, ଏଟା କନେକ୍ଟିଭିଜମ ଥିଓରି। ଏଇଥିପାଇଁ କୁହାଯାଉଛି କନେକ୍ଟିଭିଜମ ଥିଓରି। ଆଶା କରୁଛି 15 ନମ୍ବର କ୍ୱେଶ୍ଚନ ବୁଝିପାରୁଛନ୍ତି। ଏବେ ଆମେ ଯିବା 16 ନମ୍ବର କ୍ୱେଶ୍ଚନକୁ। 16 ନମ୍ବର କ୍ୱେଶ୍ଚନ କଣ କହୁଛି? ହଁ, ଇନ୍ ଦ ଥର୍ଣ୍ଡାଇକ୍ସ ଭ୍ୟୁ how does a stimulus response connection become stronger? କିପରି ଆମେ stimulus response ଭିତରେ ଗୋଟେ କନେକ୍ସନଟା ଷ୍ଟ୍ରଙ୍ଗ କରିପାରିବା? ଅପସନ ନମ୍ବର ଆମେ ଯିବା ଏ କୁ ଯିବା। ଏ କଣ କହୁଛି? ବାଇ ପ୍ରୋଭାଇଡିଂ ଭର୍ବାଲ ପ୍ରେଜ୍ ଏ ରିୱାର୍ଡ। ଭର୍ବାଲ ପ୍ରେଜ୍ କରିବା, ରିୱାର୍ଡ ଦେବା, ଯାହାଫଳରେ କନେକ୍ସନଟା ବହୁତ ଷ୍ଟ୍ରଙ୍ଗ ହେଇଯିବ। ଆଉ ଅପସନ ବି କୁ ଯିବା। ବାଇ ଆସୋସିଏଟିଂ ଦ କରେକ୍ଟ ରେସ୍ପନ୍ସ ୱିଥ୍ ଦ ସାଟିସ୍ଫାକ୍ସନ ଆଣ୍ଡ ରେନଫୋର୍ସମେଣ୍ଟ। ଆମେ କରେକ୍ଟ ରେସ୍ପନ୍ସକୁ ଚୁଜ୍ କରିବା, ତାପରେ ଆମକୁ ସାଟିସ୍ଫାକ୍ସନ ଆଉ ରେନଫୋର୍ସମେଣ୍ଟ ମିଳୁଥିବା ଦରକାର। ଏଟାକୁ ବୁଝଉଛି। ସି କୁ ଯିବା। ବାଇ ପ୍ରୋଭାଇଡିଂ ଡିଟେଲ ଆନାଲାଇଜ କରେକ୍ଟ ରେସ୍ପନ୍ସ। ଏମିତି ହେଇପାରିବ ଡାଇରେକ୍ଟ ଡିଟେଲ ଆନାଲାଇଜ ଦେଲେ ତ ସେ ଡାଇରେକ୍ଟ ରେସ୍ପନ୍ସ ଠିକଟାକୁ ଚୁଜ୍ କରିଦେଲା, ଆଉ ତାହେଲେ ଇନକରେକ୍ଟ କରିକି ଶିଖିଲା କଣ? ହେଲା। ତାପରେ ବାଇ ମିନିମାଇଜିଂ ଦ ଫିଡବ୍ୟାକକୁ ମିନିମାଇଜ କରିଦେଲେ ତ ପିଲା କେବେ ବି ମୋଟିଭେଟେଡ ହେବେନି। ଛାଡ଼ନ୍ତୁ। ତାମାନେ କରେକ୍ଟ ଅପସନ ଆପଣଙ୍କୁ କଣ ଲାଗୁଛି ଆପଣ ନିଜେ ଦେଖନ୍ତୁ। ବାଇ ଆସୋସିଏଟିଂ ଦ କରେକ୍ଟ ରେସ୍ପନ୍ସ ୱିଥ୍ ସାଟିସ୍ଫାକ୍ସନ ଆଣ୍ଡ ଏନଫୋର୍ସମେଣ୍ଟ। ତ କରେକ୍ଟ ରେସ୍ପନ୍ସକୁ ଯେତେବେଳେ ଆମେ ଆସୋସିଏଟ କରୁଛନ୍ତି, ତାପରେ ଆମକୁ ସାଟିସ୍ଫାକ୍ସନ ଏନଫୋର୍ସ, ତାମାନେ କରେକ୍ଟ ଅପସନ ହଉଛି କଣ? ଅପସନ ନମ୍ବର ବି। ଏଟାକୁ ମନେ ରଖନ୍ତୁ। ଏଟା ଷ୍ଟିମୁଲସ୍ ଓ ରେସ୍ପନ୍ସ ଭିତରେ ଏଟା କନେକ୍ସନ ଷ୍ଟ୍ରଙ୍ଗର କରୁଛି। ହେଲା। ତାପରେ ଆସିବା 17 ନମ୍ବର କ୍ୱେଶ୍ଚନକୁ। 17 ନମ୍ବରରେ କଣ କହୁଛି? ଥର୍ଣ୍ଡାଇକ୍ସ ଲ ଅଫ୍ ଇଫେକ୍ଟ ପ୍ରାଇମେରୀ ଡିଲ୍ସ ୱିଥ୍। ଏଠି ଇଫେକ୍ଟଟା କଣ କାହା ସହିତ ଡିଲ୍ କରୁଛି ଆମେ ଦେଖିବା। ଦ ରୋଲ୍ ଅଫ୍ ଜେନେଟିକ୍ ଲର୍ଣ୍ଣିଂ, ନା କେବେ ବି ନୁହେଁ, ଏଟା ହେଇପାରିବନି। ତାପରେ ଦ କନେକ୍ସନ ବିଟୱିନ୍ ରେସ୍ପନ୍ସ ଆଣ୍ଡ ଦ କନସିକ୍ୱେନ୍ସେସ୍। ତ କନେକ୍ସନ ହଉଛି କାହା ସହିତ? ଗୋଟେ ରେସ୍ପନ୍ସ ଆଉ କନସିକ୍ୱେନ୍ସେସ୍। ଗୋଟେ ରେସ୍ପନ୍ସ ଦେଲେ ଗୋଟେ ତାର ଗୋଟେ ଫଳାଫଳ ମିଳିଲା, ତା ଭିତରେ ଗୋଟେ କନେକ୍ସନ ତିଆରି ହଉଛି। ଏଟା ହଉଛି ଲ ଅଫ୍ ଇଫେକ୍ଟକୁ ବୁଝଉଛି। ଏଇଟା ହିଁ ରାଇଟ୍ ଅପସନ ଭଳିଆ ଲାଗୁଛି। ଆମେ ଅପସନ ନମ୍ବର ସି କୁ ଯିବା ଦେଖିବା। ଦ ଇମ୍ପୋର୍ଟାନ୍ସ ଷ୍ଟ୍ରକ୍ଚର ଟିଚିଂ ମେଥଡ, ନା ଏଟା ବିଷୟରେ କିଛି ନାହିଁ। ଦ ୱେ ଅଫ୍ ଇମୋସନ ବିଷୟରେ ନାହିଁ। ତ କରେକ୍ଟ ଅପସନ ହଉଛି ବି। ଏଟା ବି ଅପସନଟା ହଉଛି ଆପଣ କରେକ୍ଟ। ତାପରେ 18 ନମ୍ବରକୁ ଆସିବା। Which of the following is not principle of Thorndike law of learning? या ଭିତରୁ କୋଉଟା ପ୍ରିନ୍ସିପଲ ନୁହେଁ? ଲ ଅଫ୍ ଇଫେକ୍ଟ ତ ଆମେ ଜାଣିଛନ୍ତି, ଲ ଅଫ୍ ରେଡିନେସ୍ ତ ଜାଣିଛନ୍ତି, ଲ ଅଫ୍ ଏକ୍ସରସାଇଜ ଜାଣିଛନ୍ତି, ଲ ଅଫ୍ ଇମିଟେସନ ସେମିତି କିଛି ନାହିଁ। ତାମାନେ ଏଟା ନୁହେଁ। ସରିଗଲା କଥା। ଏମିତି ବି କ୍ୱେଶ୍ଚନ ଆସିବ। ଏଟା ଭଲସେ ଷ୍ଟେଟମେଣ୍ଟ ବୁଝିବେ, ନଟ୍ ଅଛି କି ନାହିଁ। ତାପରେ ଆମେ ଆସିବା 19 ନମ୍ବର କ୍ୱେଶ୍ଚନକୁ। According to Thorndike, learning takes place when? ଥର୍ଣ୍ଡାଇକ୍ ଅନୁସାରେ ଲର୍ଣ୍ଣିଂଟା କେତେବେଳେ ହବ? ଆମେ ଦେଖିବା ଲର୍ଣ୍ଣିଂ କେତେବେଳେ ହଉଛି। ଦ ଲର୍ଣ୍ଣର ଇଜ ଇନଷ୍ଟିଂକ୍ଟାଲି ମୋଟିଭେଟେଡ ହେଲେ ବି ଲର୍ଣ୍ଣିଂ ହୁଏ, କିନ୍ତୁ ଥର୍ଣ୍ଡାଇକ୍ ଅନୁସାରେ କଣ? ହଁ, ତାପରେ ହଉଛି କଣ? ନା ଲର୍ଣ୍ଣର୍ସ ରେସ୍ପନ୍ସ ଆର୍ ଫଲୋଡ ବାଇ ଦ ସାଟିସ୍ଫାଇ ଆଉଟକମ୍। ତାମାନେ ଲର୍ଣ୍ଣର ଯେତେବେଳେ ରେସ୍ପନ୍ସ ଦବ, ତାକୁ ସାଟିସ୍ଫାକ୍ସନ ଆଉଟକମ୍ ମିଳୁଥିବା ଦରକାର, ଦେନ୍ ଯାଇକି ସେ କଣ ହବ? ଆଗକୁ ପଢିବ। ତାମାନେ ଏଇଟା ହଉଛି କରେକ୍ଟ ମତେ ଲାଗୁଛି। ବିଲେଇ ଯଦି ରେସ୍ପନ୍ସ ଦେଲା, ଲିଭର ଫୁଲିଗଲା, ଯାଇକି ବାହାରେ ଖାଇଲା, ଯଦି ଏଟା ନ ହେଇପାରିବ ଲିଭର ପ୍ରେସ୍ କଲେ, ତାମାନେ ସେଟା କରିବନି ସିଏ। ହେଲା। ତାମାନେ ତାକୁ ଆଉଟକମ୍ ସାଟିସ୍ଫାକ୍ସନ ଆଉଟକମ୍ଟା ମିଳୁଥିବା ଦରକାର। ସି ନମ୍ବର ଅପସନ ଦେଖିବା। ଦ ଏନଭାୟରନମେଣ୍ଟ ଇଜ ଷ୍ଟ୍ରକ୍ଚର୍ଡ ଇନ୍ ଦ ୱେ ଦ୍ୟାଟ୍ ଦ ଲର୍ଣ୍ଣର। ଏଟା ବିଷୟରେ କିଛି ନାହିଁ, ଛାଡ଼ନ୍ତୁ। ଡି ନମ୍ବର ଅପସନ। ଦ ଲର୍ଣ୍ଣର ଏକ୍ସପିରିଏନ୍ସ ଏକ୍ସଟର୍ନାଲ ରିୱାର୍ଡ। ଏକ୍ସଟର୍ନାଲ ରିୱାର୍ଡ କଥା ବି କିଛି କୁହାଯାଇନି ଥର୍ଣ୍ଡାଇକରେ। ଏଠି ଓନ୍ଲି କୁହାଯାଇଛି ରେସ୍ପନ୍ସ ଷ୍ଟିମୁଲସ୍ କଥା। ବାସ୍, ତାମାନେ କରେକ୍ଟ ଅପସନ ହଉଛି ବି 19 ର। ଏବେ 20 ନମ୍ବର କ୍ୱେଶ୍ଚନକୁ ଆସିବା।
20 नंबर ऑप्शन कौन कहूँ थर्डाइक्स कॉन्सेप्ट ऑफ एसआर स्टिमुलस रेस्पॉन्स बॉन्ड रेफर्स टू क्या बुझाऊँ ना द रिलेशन बिटवीन स्टिमुलस एंड इमोशन इमोशन विषय कह जाए छाड़ू तार एटी कटिଯିव है द कनेक्शन बिटवीन पर्टिकुलर स्टिमुलस एंड रेस्पॉन्स पर्टिकुलर स्टिमुलस एंड रेस्पॉन्स इट जेनेट द लर्नर बस यहाँ ऑप्शन तमें ये कहुई कौन एसआर भितर कौन स्टिमुलस और रेस्पॉन्स भितर कहुई सी द यूज ऑफ मल्टीपल टाइप ऑफ रेनफोर्समेंट स्ट्रेंगल लर्निंग मल्टीपल टाइप ऑफ रेनफोर्समेंट विषय कहुई द रिलेशनशिप बिटवीन मेंटल प्रोसेस एंड एक्सटर्नल स्टिमुलस विषय ना कहुई तार करेक्ट ऑप्शन हूँ 20 नंबर हूँ बी एटा मन रख तार यहाँ हूँ आपंकर एमसीक्यूज गुड़िक हूँ थंडाइक आउ पावलोव थ्योरी क्लासिकल कंडीशनिंग रे आपंकर डिस्कस करागला तो आशा करुच्ची आप क्लास टी को भला भाव देखिथिबे तो आपण ए क्लास गुडी कंटिन्यू करंतु देखंतु बुझंतु एमसी करिया पूर्व आपनकर होची थ्योरी क्लास करिक आसंतु जदि आपन क्लास भलो लागिथिबा लाइक करदेबे चैनल को सब्सक्राइब करनेबे जेतेबेले कोनोसी नवा वीडियो आउची सेटा को पाइबा पई आपण बेल आइकन को प्रेस करिया भूलिबे नाही आशा करुच्ची क्लास को बुझि पारथिबे आज एबे एतिकी धन्यवाद समस्त